ଅଧାରେ ଅଟକିଛି ରାସ୍ତା କାମ, ଲୋକେ ହନ୍ତସନ୍ତ। ଅଧାରେ ଅଟକିଛି ରାସ୍ତା କାମ, ଯାତାୟାତ ଠପ୍, ଲୋକେ ହନ୍ତସନ୍ତ। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବାଲିଖଣ୍ଡ ଠାରୁ କ୍ୟାପଡ଼ା ଯାଏ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ 4 କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କ ଭୁଲ ପାଇଁ ହଜାର ହଜାର ଲୋକ ଯାତାୟାତ କରିପାରୁନାହାନ୍ତି। ଆଜକୁ 3 ମାସ ହେବ ଠିକାଦାର ବାଲିଖଣ୍ଡ କ୍ୟାପଡ଼ା ମୁଖ୍ୟ ରାସ୍ତା ମଝିରେ ଏକ ପୋଲ ତିଆରି କରିବା ପାଇଁ 20 ଫୁଟ ଗଭୀର ଏକ ଖାଲ ଖୋଳାଯାଇଥିଲା। ହେଲେ ଆଜିକୁ 3 ମାସ ହୋଇଯାଇଥିଲେ ବି ଆଜି ଯାଏ କାମ କରିବାର ନା ଧରୁନାହାନ୍ତି ଠିକାଦାର। ଲୋକମାନେ କହିବା ଅନୁଯାୟୀ ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ଠିକାଦାର ଆଜି ଯାଏ କାର୍ଯ୍ୟ କରୁନାହାନ୍ତି। ଏ ବାବଦରେ ଲୋକମାନେ ଅଭିଯୋଗ କରିଥିଲେ, କିଛି ଶୁଣୁନାହାନ୍ତି। ଠିକାଦାର ବି ଆସୁନଥିବା ଅଭିଯୋଗ ହୋଇଛି। ମେଡିକାଲ କେସ୍ରେ ହେଲେ ଆମ୍ବୁଲାନ୍ସ ଯାଇପାରୁନାହିଁ। ତେବେ ତୁରନ୍ତ କାମ ସାରିବାକୁ ଦାବି କରିଛନ୍ତି ଲୋକମାନେ। ମୋ ନାଁ ଦୀନବନ୍ଧୁ ଘଟୁଆ, ଏଇ ବାଲିଖଣ୍ଡ। ଅଭିଯୋଗ ଏ ଯେ 3 ମାସ 4 ମାସ ହେଇଗଲାଣି ଏଠି ପୁଲ ହେଉନାହିଁ, ଖୋଳି ଦେଇକି ରଖିଦେଇଛନ୍ତି। କଣ୍ଟ୍ରାକ୍ଟର ତାର ଖୋଳି ଦେଇକି ପଳେଇ ଯାଇଛି ତାର ତା ଘରେ। ବର୍ତ୍ତମାନ ଯିବା ଆସିବା ନାଇଁ ଏଠି ଶହ ଶହ ଲୋକ ଏବାଟେ ଯିବା ଆସିବା କରୁଛନ୍ତି ବାସଦେବପୁରକୁ। ଏଇଟା ମେନ୍ ରୋଡ଼ଟା। ତାପରେ ଏଠି ଏଇଭଳିଆ ବଡ଼ ଗାଡ଼ି ସବୁ ମାନେ ନୋ ଏଣ୍ଟ୍ରି ରହିଛି, ତଥାପି ପଶୁଛନ୍ତି। ଏଇ ପଶିକି ଏଇଭଳିଆ ଇଏ କରୁଛନ୍ତି। ତାପରେ ଆମ୍ବୁଲାନ୍ସ ଫାମ୍ବୁଲାନ୍ସ ବି ଯାଇ ଆସି ହେଉନି। ତାପରେ ରାତିରେ ଯଦି ଏଇଭଳିଆ ବଡ଼ ଗାଡ଼ି ଗୋଟେ ପଶିଗଲା ତାହେଲେ ଗୋଟେ ଆମ୍ବୁଲାନ୍ସ ଯାଇପାରୁନି। ଏଠି ପ୍ରଶାସନ ଅଣଦେଖା। ଏଠି ମାନେ କୌଣସି ପ୍ରଶାସନର ଦେଖା ସାକ୍ଷାତ ବି ନାହିଁ ଏଠି। ଆଉ ପ୍ରଶାସନକୁ ବି ଜଣା ହେଇଛି, ଏଥିପ୍ରତି କାହାର ଇଏ ନାହିଁ। ଏଇଟା ଆମର ସାଉଖର୍ଦାରୁ କିଆପଡ଼ା ପର୍ଯ୍ୟନ୍ତ କେତେ ମାସ ହେଲା କାମ? ଏଇଟା ହେଇଗଲାଣି 4-5 ମାସ ହେଇଗଲାଣି। ଏ ଯୋଉ ଖୋଳିକି ପକେଇଛନ୍ତି କେତେ ମାସ? 3 ମାସ ହେଇଗଲାଣି। କ'ଣ କିଏ କଣ୍ଟ୍ରାକ୍ଟର କେହି ଦେଖା ସାକ୍ଷାତ ନାହିଁ। ବର୍ତ୍ତମାନ ତାଙ୍କ ରାସ୍ତା କାମ ସରିଯାଇଛି, ବିଲ୍ ହେଇଗଲା କି କ'ଣ ହେଇଗଲା, ତାଙ୍କର ଖୋଳି ଦେଇକି ଏଠି ପକେଇ ଦେଇକି ପଳେଇଲେ ବିଲ୍ ନେଇକି। ଆମେ ହଇରାଣ ହେଉଛୁ। ଗାଡ଼ି ଘୋଡ଼ା କିଛି ଯାଇପାରୁନି। ଏଇବା ଆପଣ ଦେଖୁନାହାନ୍ତି ଗଳି ପଡ଼ିଛି। ଆପଣ ଚାହୁଁଛନ୍ତି କ'ଣ? ଚାହୁଁଛୁ କ'ଣ? ପ୍ରଶାସନ ଏଇଟାକୁ ଇଏ କରିକି ପୁଲଟା ତୁରନ୍ତ କଲେ ଆମେ ଉପକୃତ ହେବୁ ନା। ଆପଣ ଟିକେ ପରିଚୟ ଦେବେ, ନାଁଟା କହିଲେ? ବାଞ୍ଛାନ୍ଦି ମଲ୍ଲିକ, ଘର ଲୁଙ୍ଗା। ଏଇ ଯେଉଁ ବର୍ତ୍ତମାନ ରାସ୍ତାରେ ଗାଡ଼ି ସବୁ ଛିଡ଼ା ହେଇଛି, ଯିବା ଆସିବା ପାଇଁ ଅସୁବିଧା ହେଉଛି, କ'ଣ କହିବେ? ଆମେ ତ ଦେଖୁଛୁ ରାସ୍ତାରେ ତ ଅନେକ ପ୍ରକାର ଅସୁବିଧା ଦେଖାଉଛି। ତାପରେ ଲୋକଙ୍କର ଯାତାୟାତ ପଥ ପାଇଁ ଅନେକ ଅସୁବିଧା ହେଉଛି, ଗାଡ଼ି ଘୋଡ଼ା ଯାଇପାରୁନାହିଁ। ଆଉ ଏଥିପାଇଁ ଆମେ ଆଉ କ'ଣ କରିବୁ? ସରକାରକୁ ଆବେଦନ ଜଣାଉଛୁ, ଶୀଘ୍ର ଏଠି ବ୍ୟବସ୍ଥା କରନ୍ତୁ। ସେ ଯେଉଁ ପୋଲ ଖୋଳା ହେଇଛି କେତେ ମାସ ହେଇଯିବ? ଖୋଳା ହେଇକି ରହିଛି 2-3 ମାସ, 3-4 ମାସ ଭିତରେ ଆଉ। ସେ ପୋଲଟା ହେଇପାରୁନାହିଁ। ଆପଣ ଡେଲି ଯିବା ଆସିବା କରୁଛନ୍ତି ବାଇକ୍ରେ? ଏଇ ବାଟେ? ହଁ, ଆମେ ଏଇ ବାଟେ ଯିବା ଆସିବା କରୁ। ଯାଉଛୁ? ଖୋଳା ହେଇଛି ସାଇଡ୍ ରାସ୍ତାରେ ଆମେ ଯାଉଛୁ। ବର୍ତ୍ତମାନ ସାଇଡ୍ ରାସ୍ତାରେ ଟ୍ରକ୍ ଫସିଯାଇଛି। ସେଇଥିପାଇଁ ତ ଆମେ ଦେଖୁଛୁ କି ଏପରିକି ଯେ ଅବସ୍ଥା, ଆମେ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଇଗଲୁଣି। କେମିତି ଯିବେ? ଟ୍ରକ୍ ତ ଫସିଯିବ। ଟ୍ରକ୍ ଭିତରେ ତ ଯାଇପାରୁନି। ଲୋକମାନେ କେମିତି କ'ଣ ଯିବା ଆସିବା କରି ଆମେ ଚିନ୍ତା କରିପାରୁନୁ। ଶୀଘ୍ର ତୁରନ୍ତ ବ୍ୟବସ୍ଥା କରାଯାଉ। ଦେଖନ୍ତୁ ବର୍ତ୍ତମାନ ରାସ୍ତାର ପରିସ୍ଥିତି ଯାହା କିଛି ହେଇଛି, ରାସ୍ତାର ଗୋଟେ ଟ୍ରକ୍ ଗୋଟେ ଫସିଯାଇଛି, ଯାହାଦ୍ୱାରା କି ଲୋକମାନଙ୍କର ଅନେକ ଏ ପ୍ରକାର ଅବସ୍ଥା ଦେଖି ଯିବା ଭଳିଆ ଅସମ୍ଭବ ପୁରାପୁରି। ଆଜି ହଠାତ୍ ଆମର ଗୋଟେ ଏମର୍ଜେନ୍ସି କେସ୍, ଗୋଟେ ମେଡ଼ିକାଲ ପେସେଣ୍ଟ ଆସିଲେ କି ଭଲ କଲା, ରାସ୍ତା କେମିତି ଯିବେ? ଏଇସବୁ ଅସୁବିଧା ଯୋଗୁଁ ଶୀଘ୍ର ଏହାର ବ୍ୟବସ୍ଥା କରନ୍ତୁ। ଆପଣ ଏ ବାବଦରେ କାହାକୁ ଅଭିଯୋଗ କରୁଛନ୍ତି? ଅଭିଯୋଗ ଆଗରୁ ପୂର୍ବରୁ ହେଇଛି, ରାସ୍ତା ବି ପୋଲ ଦେଲେ ହେବା ପାଇଁ ଅଭିଯୋଗ କରିଛୁ। ଆଉ ଲୋକ ତ ଶୁଣୁନାହାନ୍ତି, ସରକାର ତ ଶୁଣୁନାହାନ୍ତି ଆମ ଏ କଥାଟା। କଣ୍ଟ୍ରାକ୍ଟ ବି ଶୁଣୁନାହାନ୍ତି। କଣ୍ଟ୍ରାକ୍ଟ ତାର କୁଆଡ଼େ ଯାଇଛି ରାସ୍ତା ପାଇଁ? 4 ମାସ ହେଲା ଖୋଳା ହେଇଛି ପୋଲଟା, କଣ୍ଟ୍ରାକ୍ଟ ବି ଦେଖା ନାହାନ୍ତି ଏପର୍ଯ୍ୟନ୍ତ। ଏମିତି ଏପରିକି ଅବସ୍ଥା କି ଯାହାଦ୍ୱାରା କି ଶହ ଶହ ଲୋକ ଏପଟ ସେପଟ ଷ୍ଟାଣ୍ଡିଂରେ ଅଛନ୍ତି, ଗାଡ଼ି ଘୋଡ଼ା ବି ଯାଇପାରୁନାହିଁ। ଶୀଘ୍ର ଏହାର ବନ୍ଦୋବସ୍ତ କରନ୍ତୁ। ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେଲେ? ମୋ ନାଁ ଚିନ୍ମୟ ଦାସ। ବର୍ତ୍ତମାନ ଯେଉଁ ରୋଡ଼ରେ ଯେଉଁ ଗାଡ଼ିଟି ଦବି ଯାଇଛି, ସେ ଗାଡ଼ିର ମୁଁ ଓନର।
आज्ञा एठी रोड देखिए आम सब कंस्ट्रक्शन रिक्वायरमेंट नहीं कि गाँव में बाली कोतुर चिप्स कोतुर सब लोक नहीं पहुँचुँ किंतु जो फल कि ये 3 मास है रास्तार ये समस्या है गोटे छोट वाइब्रेसन कर जहाँद्वारा कि आम जिते थर गाड़ी नहीं गला गाड़ी दबुची गाड़ी जापरनी हईराण हरत होती लोक मैंने भी जिनस पाईपारना आमको आम भी बहुत लॉस खाऊँ ये बर्तमान थर गोटे आम चिप्स कि बाल्टी आनला ये गली पड़ा बेलू आम मालटा भी लोक जो खाउटी पाखे पहुँच पाने जहाँफल कि आमको आमको से पेमेंट दे पाने एवं आम ये गाड़ी यही बाटे आम बादेपुर साउकर्दा बालीखंड सब जाऊँ जहाँफल कि गाड़ी जापरनी किंतु कंट्राक्टर कम कला बेले आम रोड माल पकाऊँ आज कम एंडिंग है भी एपर्त से रास्तार ये पुल टी से बागुना कि कंट्राक्टर यही रोड जो कम होता कंस्ट्रक्शन रिक्वायरमेंट आम देलु कि यही पुलटा कम हो पुलटार बर्तमान मिनिमम 20 फुट गभीर ये पुलटा यदि गोटे बाइक वाला बाई चान्स टिके अनमेस हम से बाहर लोक ये पड़ी जीवन चल प्रशासन पूरा शोचे प्रशासन ठीक से ध्यान देकी आपण मानकर मीडिया माध्यम जदि जापारी जदि ये कामटा तुरंत 8 दिन भर काम समाप्त करेंगे ताहले अंचलवासी सहित आम भी क्षुद्र व्यवसायी उपकृत हूँ। बालेश्वरु ब्यूरो रिपोर्ट G9 ओडिया।